ଦିନକର କଥା। ଧର୍ମ ଓ ଅଧର୍ମ ଦୁଇ ଜଣ ଯାକ ନିଜ ନିଜ ରଥରେ ବସି ସଂସାର ବୁଲିବାକୁ ବାହାରିଗଲେ। କିଛି ଦିନ ପରେ ଦୁହେଁ ଗୋଟିଏ ରାସ୍ତାରେ ପରସ୍ପରକୁ ସାମ୍ନାସାମ୍ନି କଲେ। ରାସ୍ତାଟି ଖୁବ୍ ସଂକୀର୍ଣ୍ଣ ଥିଲା। ଏକାଥରକେ କେବଳ ଗୋଟିଏ ରଥ ହିଁ ସେହି ରାସ୍ତାରେ ଯାଇପାରିଥାଏ। ସେପଟୁ ଅଧର୍ମର ରଥ ଆସୁଛି, ଏପଟୁ ଧର୍ମର ରଥ ଯାଉଛି। ଏଇଠି ସୃଷ୍ଟି ହେଲା ସମସ୍ୟା। କେହି କାହାରିକୁ ବାଟ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ। କିଛି ସମୟ ପାଇଁ ଧର୍ମ ଓ ଅଧର୍ମ ଦୁହେଁ ପରସ୍ପରକୁ ତିର୍ଯକ ଚାହାଣୀରେ ଚାହିଁଲେ। ଧର୍ମ ପ୍ରଥମେ ମୁହଁ ଖୋଲି ଅଧର୍ମକୁ ବୁଝାଇ କହିଲେ, ଭାଇ ଅଧର୍ମ, ତୁ ଭଲ କରି ଜାଣିଛୁ ମୁଁ କିଏ। ମୋ ରାସ୍ତାଟି ସବୁବେଳେ ଠିକ୍ ଥାଏ। ମୁଁ କେବେ ବି ଭୁଲ ରାସ୍ତାରେ ଯାଏ ନା। ତେଣୁ ମୋତେ ରାସ୍ତା ଛାଡ଼ିଦେ। ମୁଁ ଜ୍ଞାନୀ ବିଦ୍ୱାନଙ୍କ ଦ୍ୱାରା ବନ୍ଦିତ। ମୁଁ ଫଳଦାୟକ ଏବଂ ପୁଣ୍ୟପ୍ରଦାୟକ। ଲୋକମାନେ ମୋତେ ମାନ୍ୟତା ପ୍ରଦାନ କରନ୍ତି। ମୋର ସାନ୍ନିଧ୍ୟ ପାଇବା ପାଇଁ ସମସ୍ତେ ବ୍ୟାକୁଳ ହେଉଥାନ୍ତି। ଦେବତାମାନଙ୍କ ଦ୍ୱାରା ବି ମୁଁ ପ୍ରଶଂସିତ। ତେଣୁ ମୋତେ ରାସ୍ତା ଛାଡ଼ିଦେବା ହିଁ ତୁମର ପରମ କର୍ତ୍ତବ୍ୟ। ଧର୍ମ ମୁହଁରୁ ଏତକ ଶୁଣିବା କ୍ଷଣି ଅଧର୍ମ କହିଲା, ତୁ ଧର୍ମ ହେଲେ ବି ମୋ ନାଁ ହେଉଛି ଅଧର୍ମ। ମୁଁ ନିର୍ଭୟ ଆଉ ବଳବାନ। କଥାରେ ଅଛି, ଜୋର ଜାର ମୁଲକଦାର। କାହାକୁ ଦୟା ଦେଖାଇବା ମୋ ଜାତକରେ ନାହିଁ। ମୁଁ ଯାହା ଚାହେଁ ତାହା କରେ। ମୋର ଇଚ୍ଛା ହିଁ ସମ୍ବିଧାନ। ତେଣୁ ତୁ ପହିଲି ବାଟ ଛାଡ଼। ଧର୍ମ ଆଉ ଟିକେ ବୁଝାଇ କହିଲା, ଦେଖ ଭାଇ, ସଂସାରରେ ଆଗ ଧର୍ମ ହିଁ ସୃଷ୍ଟି ହୋଇଥିଲା, ବା ଧର୍ମରୁ ଜଗତ ସୃଷ୍ଟି ହୋଇଛି। ତାପରେ ତୁମର ସୃଷ୍ଟି ହୋଇଛି। ସେହି ନ୍ୟାୟରେ ମୁଁ ତୁମର ଜ୍ୟେଷ୍ଠ ଭ୍ରାତା ସଦୃଶ ହେଲି। ଧର୍ମ ହିଁ ସନାତନ। ସେହି ମାନ୍ୟତାରେ ତୁମେ ମୋତେ ଆଗ ରାସ୍ତା ଛାଡ଼ିଦିଅ। ଏସବୁ କଥା ଅଧର୍ମ ଉପରେ କିଛି ପ୍ରଭାବ ପକାଇବା ପରି ଜଣାପଡ଼ିଲା ନାହିଁ। ସେ ବିରକ୍ତ ହୋଇ କହିଲା, ଏସବୁ କଥାର କିଛି ଗୁରୁତ୍ୱ ନାହିଁ। ଆସ ମୋ ସହିତ ଯୁଦ୍ଧ କର। ଯୁଦ୍ଧରେ ଯେ ହାରିବ ସେ ହିଁ ଅନ୍ୟକୁ ବାଟ ଛାଡ଼ିବ। ଏଥିରେ ହତାଶ ନ ହୋଇ ଧର୍ମ ପୁଣି ବୁଝାଇବାକୁ ଚେଷ୍ଟା କଲେ, ହେ ଅଧର୍ମ, ମୋର ସ୍ୱରୂପ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ସବୁଆଡ଼େ ପରିବ୍ୟାପ୍ତ। ଅନନ୍ତ ଗୁଣରେ ମୁଁ ବିଭୂଷିତ। ମୋର ଶକ୍ତି ମଧ୍ୟ ଅସୀମ। ତେଣୁ ଯୁଦ୍ଧରେ ମୋତେ ତୁମେ ହରାଇ ପାରିବ ବୋଲି କିପରି ଚିନ୍ତା କରିପାରୁଛ? ଅଧର୍ମ ନିଜର ଯୁକ୍ତିକୁ ଶାଣିତ କରିବାକୁ ଯାଇ ଲୁହା ଏବଂ ସୁନା ଉଦାହରଣ ଦେଇ କହିଲା, ଶୁଣ, ଉତ୍ତପ୍ତ ତରଳ ଲୁହାରେ ସୁନାକୁ ପକାଇଲେ ସୁନା ତରଳିଯାଏ, କିନ୍ତୁ ଉତ୍ତପ୍ତ ତରଳ ସୁନାରେ ଲୁହା ଖଣ୍ଡେ ପକାଇଲେ ତାର କିଛି କ୍ଷତି ହୁଏ ନା। ତେଣୁ ଆଜି ଅଧର୍ମ ଧର୍ମକୁ ପରାଜିତ କରିବ ହିଁ କରିବ। ଏବେ ସହଜ ଭାବରେ ଧର୍ମ କହିଲେ, ଯାହାର ଯୁଦ୍ଧ କରିବାର ଇଚ୍ଛା ଅଛି ତା ପାଇଁ ଜ୍ୟେଷ୍ଠ କ'ଣ, ଗୁରୁଜନ କ'ଣ, ଏହାର କିଛି ଅର୍ଥ ନାହିଁ। ତେଣୁ ଅପ୍ରିୟ ହେବା ଅପେକ୍ଷା ମୁଁ ତୁମକୁ ବାଟ ଛାଡ଼ି ଦେଉଛି ଏବଂ ତୁମର ସବୁ କଥାକୁ ମଧ୍ୟ କ୍ଷମା କରିଦେଉଛି। ତୁମେ ଏଣିକି ଯାଇପାର।